ପିଲାମାନେ ଆଜି ଆମେ ପଢ଼ିବା ସପ୍ତମ ଶ୍ରେଣୀର ଭୂଗୋଳ ବିଷୟର ଆମ ପରିବେଶ। ପ୍ରଥମ ଅଧ୍ୟାୟ ହେଉଛି ଆମ ପରିବେଶ। ତେଣୁ ଆଜି ତା ବିଷୟରେ ପଢ଼ିବା କି ପରିବେଶ କ'ଣ। ଦେଖ ପିଲାମାନେ, ତୁମ ଚାରିପାଖରେ ଯାହା ରହିଛି ତାହା ହିଁ ତୁମର ପରିବେଶ। ଆମ ସ୍କୁଲ କୋଠା, ଶ୍ରେଣୀଗୃହରେ ଥିବା ଟେବୁଲ, ଚେୟାର, ଖୋଲା ପଡ଼ିଆ, ରାସ୍ତା, ଅଳିଆ ଆବର୍ଜନା, ମୋର ଶ୍ରେଣୀ ପିଲା ଏ ସମସ୍ତେ ଆମ ପରିବେଶର ଅଙ୍ଗ। ଏଥିରୁ କେତେକ ପ୍ରକୃତି ଦ୍ୱାରା ସୃଷ୍ଟି ହୋଇଛି, ଯଥା ପର୍ବତ, ଝରଣା, ବୃକ୍ଷଲତା ଓ ଜୀବଜନ୍ତୁ। ଅନ୍ୟଗୁଡ଼ିକୁ ମଣିଷ ତିଆରି କରିଛି, ଯଥା ରାସ୍ତାଘାଟ, କାର୍, ଡ୍ରେସ୍ ଓ ବହି। ତେଣୁ ଆମେ ଏଇଆ ବୁଝିଲେ କି ଆମ ଚାରିପାଖରେ ଯାହା ବି ହେଉଛି ସିଏ ହେଉଛି ଆମ ପରିବେଶ। ଯଦି ଆମେ କ୍ଲାସରୁମ୍ ଭିତରେ ଅଛେ ତାହେଲେ ଆମ କ୍ଲାସରେ ଥିବା ଟେବୁଲ, ଚେୟାର, ବେଞ୍ଚ, ଡେସ୍କ ଏଇସବୁ ଆମ ପରିବେଶ ଭିତରେ ଆସୁଛି। ଏମିତିକି ଆମ ପାଖରେ ବସିଥିବା ଆମ ସାଙ୍ଗସାଥିମାନେ ମଧ୍ୟ ଆମ ପରିବେଶରେ ଆସୁଛନ୍ତି। ଏବେ ଦେଖ, ପରିବେଶର ବିଭିନ୍ନ ଉପାଦାନ ରହିଛି। ଗୋଟେ ହେଲା ପ୍ରାକୃତିକ ଉପାଦାନ, ଗୋଟେ ହେଲା ମନୁଷ୍ୟକୃତ ଉପାଦାନ, ଆଉ ଗୋଟେ ହେଲା ମଣିଷ ଆମେ ନିଜେ ଗୋଟେ ପ୍ରକୃତିର ବା ପରିବେଶର ଉପାଦାନ। ପ୍ରାକୃତିକ ଉପାଦାନ ମଧ୍ୟରେ ଆସୁଛି ଜୈବମଣ୍ଡଳ, ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳ। ଜୈବମଣ୍ଡଳ ହେଉଛି ଆମର ସମସ୍ତ ପ୍ରାଣୀ ଆଉ ଉଦ୍ଭିଦମାନଙ୍କୁ ନେଇକି ଗଠିତ। ଅଶ୍ମମଣ୍ଡଳ ହେଉଛି ଆମର ପୃଥିବୀରେ ଯେତିକି ବି ସ୍ଥଳଭାଗ ଅଛି ସବୁ ସ୍ଥଳଭାଗକୁ ନେଇକି ହେଉଛି ଅଶ୍ମମଣ୍ଡଳ ଗଠିତ। ଠିକ୍ ସେମିତି ବାୟୁମଣ୍ଡଳ ଆମର ଯେଉଁ ବିଭିନ୍ନ ପ୍ରକାର ଗ୍ୟାସ୍ ଅଛି ବା ବାୟୁ ଅଛି, ଅମ୍ଳଜାନ ହେଲା, ଅଙ୍ଗାରକାମ୍ଳ ହେଲା, ଯବକ୍ଷାରଜାନ ହେଲା, ଏଇସବୁକୁ ନେଇକି ଆମର ବାୟୁମଣ୍ଡଳ ଗଠିତ। ଠିକ୍ ସେମିତି ପୃଥିବୀରେ ଯେତିକି ସବୁ ଜଳଭାଗ ଅଛି, ନଦୀ, ପୋଖରୀ, ଝରଣା, କୂଅ, ସବୁ ଯଦି ଜଳଭାଗକୁ ଆମେ ମିଶାଇ ଦେବା ସେ ହେଇଯାଉଛି ଆମର ବାରିମଣ୍ଡଳ। ଠିକ୍ ସେମିତି ମନୁଷ୍ୟକୃତ ଉପାଦାନ ମଧ୍ୟରେ ଆସୁଛି ଅଟ୍ଟାଳିକା, ପାର୍କ, ପୋଲ, ରାସ୍ତା, କୀର୍ତ୍ତି, ଶିଳ୍ପ। ଯାହା କିଛି ବି ମଣିଷ ତିଆରି କରୁଛି ସେଇ ସବୁ ଜିନିଷ ଆମର ଆସିଯାଉଛି ମନୁଷ୍ୟକୃତ ଉପାଦାନ ମଧ୍ୟରେ। ଆଉ ମଣିଷ ଭିତରେ ଆସୁଛି ଆମର ବ୍ୟକ୍ତିବିଶେଷ, ମାନେ ଆମେ ନିଜେ, ଆମ ପରିବାର, ସଂଘ, ଧର୍ମ, ଶିକ୍ଷା, ଅର୍ଥନୀତି ଆଉ ରାଜନୈତିକ ପରିସ୍ଥିତି। ଏବେ ଦେଖିବା ଭୌତିକ ପରିବେଶ କ'ଣ। ପୃଥିବୀର ଜଳ, ସ୍ଥଳ ଓ ବାୟୁକୁ ନେଇ ଭୌତିକ ପରିବେଶ ଗଠିତ। ତେଣୁ ଭୌତିକ ପରିବେଶ କହିଲେ ଆମେ ବୁଝିବା ଆମର ଜଳ, ସ୍ଥଳ ଆଉ ବାୟୁ। ପୃଥିବୀର କଠିନ ଭୂତ୍ୱକ ବା ଶକ୍ତ ଉପରିଭାଗକୁ ଅଶ୍ମମଣ୍ଡଳ କୁହାଯାଏ। ଏହା ବିଭିନ୍ନ ଖଣିଜ ଦ୍ରବ୍ୟ ଓ ଶିଳାରେ ଗଠିତ। ଏହାର ଉପରିଭାଗରେ ମୃତ୍ତିକାର ଏକ ପତଳା ଆବରଣ ରହିଛି। ପୃଥିବୀର ଉପରିଭାଗ ଅସମାନ। ପର୍ବତ, ମାଳଭୂମି, ସମତଳ ଭୂମି, ଉପତ୍ୟକା ଆଦି ଭୂମି ରୂପ ଯୋଗୁଁ ଭୂପୃଷ୍ଠ ଅସମାନ ହୋଇଥାଏ। ଏହି ଭୂମି ରୂପ ଉଭୟ ସ୍ଥଳଭାଗ ଓ ସମୁଦ୍ର ଶଯ୍ୟାରେ ରହିଛି। ଅଶ୍ମମଣ୍ଡଳ ପରିସରରୁ ଆମେ ଅତ୍ୟାବଶ୍ୟକ ଜଙ୍ଗଲ ଦ୍ରବ୍ୟ, ଚାରଣ ଭୂମିରୁ ଘାସ, କୃଷି ପାଇଁ ଭୂମି ଓ ଜନବସତି ପାଇଁ ଜାଗା ପାଇଥାଉ। ଏଥିରୁ ମଧ୍ୟ ଖଣିଜ ସମ୍ପଦ ମିଳିଥାଏ। ତେଣୁ ଆମେ ଯେଉଁ ସ୍ଥାନରେ ବସବାସ କରୁଛୁ ସେ ହେଲା ଆମର ଅଶ୍ମମଣ୍ଡଳ। ଆମେ ଆମର ଦୈନନ୍ଦିନ ଜୀବନର ଅଧିକାଂଶ ଆବଶ୍ୟକତା ଆମେ ସ୍ଥଳଭାଗରୁ ମେଣ୍ଟେଇଥାଉ ବା ଅଶ୍ମମଣ୍ଡଳରୁ ମେଣ୍ଟେଇଥାଉ। ଅଶ୍ମମଣ୍ଡଳଟା ଆମର ଅସମାନ, କେଉଁ ଜାଗାରେ ପାହାଡ଼ ଅଛି, କେଉଁ ଜାଗାରେ ସମତଳ ଅଛି, ତ ପୁଣି କେଉଁ ଜାଗାରେ ଉପତ୍ୟକା ରହିଛି। ପୃଥିବୀର ସମସ୍ତ ଜଳରାଶିକୁ ଓ ବିଭିନ୍ନ ପ୍ରକାର ଜଳରାଶି ଯଥା ନଦୀ, ହ୍ରଦ, ସମୁଦ୍ର, ମହାସାଗର ଆଦିକୁ ନେଇ ଗଠିତ। ସମସ୍ତ ପ୍ରାଣୀ ଓ ଉଦ୍ଭିଦ ପାଇଁ ଏହା ଅତ୍ୟନ୍ତ ଉପାଦାନ ବା ଏକ ଅତ୍ୟାବଶ୍ୟକ ଉପାଦାନ। ତେଣୁ ପୃଥିବୀର ସମସ୍ତ ଜଳରାଶିକୁ ମିଶାଇ ଦେଲେ ବାରିମଣ୍ଡଳ ହୋଇଗଲା। ଯେମିତି ଆମର ହେଲା ପୋଖରୀ, ନଦୀ, କୂଅ, ସମୁଦ୍ର, ମହାସାଗର, ଏଇସବୁକୁ ଯଦି ଆମେ ମିଶାଇ ଦେଉଛୁ ତାହେଲେ ସିଏ ହେଇଯାଉଛି ଆମର ବାରିମଣ୍ଡଳ। ସମସ୍ତ ପ୍ରାଣୀ ଓ ଉଦ୍ଭିଦ ପାଇଁ ଏହା ଏକ ଅତ୍ୟାବଶ୍ୟକ ଉପାଦାନ। ତୁମେ ଜାଣିଛ ସମସ୍ତେ ଜଳ ହିଁ ଜୀବନ, ଜଳ ଯଦି ନାହିଁ ତାହେଲେ ଜୀବନ ବି ନାହିଁ। ପୃଥିବୀର ଚତୁର୍ଦିଗରେ ଘେରି ରହିଥିବା ପତଳା ଗ୍ୟାସୀୟ ଆବରଣକୁ ବାୟୁମଣ୍ଡଳ କୁହାଯାଏ। ପୃଥିବୀର ମାଧ୍ୟାକର୍ଷଣ ବଳ ଯୋଗୁଁ ଏହା ପୃଥିବୀକୁ ଲାଗି ରହିଛି। ଏହା ସୂର୍ଯ୍ୟଙ୍କ ଠାରୁ ଆସୁଥିବା କ୍ଷତିକାରକ ରଶ୍ମି ତଥା ଅତ୍ୟଧିକ ଉତ୍ତାପରୁ ଆମକୁ ରକ୍ଷା କରେ। ବିଭିନ୍ନ ଗ୍ୟାସ୍, ଧୂଳିକଣା ଓ ଜଳୀୟ ବାଷ୍ପକୁ ନେଇ ବାୟୁମଣ୍ଡଳ ଗଠିତ। ବାୟୁମଣ୍ଡଳରେ ପରିବର୍ତ୍ତନ ଯୋଗୁଁ ପାଣିପାଗ ଓ ଜଳବାୟୁରେ ପରିବର୍ତ୍ତନ ଘଟିଥାଏ। ତେଣୁ ବାୟୁମଣ୍ଡଳ ଆମର ବିଭିନ୍ନ ପ୍ରକାର ଗ୍ୟାସ୍ ଆଉ ଧୂଳିକଣାକୁ ନେଇକି ଗଠିତ ହୋଇଛି। ଗ୍ୟାସ୍ ଭିତରେ ଆସୁଛି ଆମର ଅମ୍ଳଜାନ, ଅଙ୍ଗାରକାମ୍ଳ, ଯବକ୍ଷାରଜାନ, ଉଦ୍ଜାନ, ଜଳୀୟ ବାଷ୍ପ ଏଇସବୁ। ଏବେ ଦେଖ, ଉଭୟ ପ୍ରାଣୀ ଓ ଉଦ୍ଭିଦଙ୍କୁ ନେଇ ଜୈବମଣ୍ଡଳ ଗଠିତ। ଏହା ଅଶ୍ମମଣ୍ଡଳ, ବାୟୁମଣ୍ଡଳ ଓ ବାରିମଣ୍ଡଳ ଅନ୍ତର୍ଗତ ପାରସ୍ପରିକ ସମ୍ବନ୍ଧ ଥିବା ତଥା ଜୀବନ ଧାରଣ ପାଇଁ ଆବଶ୍ୟକ ଉପାଦାନ ଥିବା ପତଳା ସ୍ତରକୁ ବୁଝାଏ। ତେଣୁ ଆମେ ୟା ପୂର୍ବରୁ ପଢ଼ିଲେ କି ଅଶ୍ମମଣ୍ଡଳ ହେଉଛି ସମ୍ପୂର୍ଣ୍ଣ ଭାବରେ ଯେଉଁ ଆମର ସ୍ଥଳଭାଗ ରହୁଛି।
ठीक सेमती बायुमंडल हूँ जो जगार संपूर्ण भाव में जल रोचे सेमती वायुमंडल है जो जगह आम विभिन्न प्रकार वायु बा गैस सब रोचे तेज जीवजगत संभव हो पार जो तीनोटी जाक स्तर मिसिकी थी स्थल भी थी वायु भी थी आउ जल भी थी तेणु जो जगार सेमती कौन सी जगार तीनिटी जाक स्तर मिसी जाऊँगी से जगह प्राणी कि उद्भिद सृष्टि होती तो सही जगार सब प्राणी आ उद्भिद को लेकिन जैवमंडल गठित हो तुम्हें देखिपर अश्ममंडल हूँ स्थल भाग पुणी जैवमंडल वायुमंडल है तुम विभिन्न प्रकार गैस बायुमंडल देख सागर ता भितर जो गछटा उठी है तुम जैवमंडल। एबे देखिबा परिसंस्था कौन सी परिवेश रे रहितबा समस्त जीवों मध्य निर्भरशीलता तथा सेमानक परिवेश अंतर्गत भौतिक और रासायनिक उपादान मध्य थिबा अंत संबंधरू परिसंस्था गढ़ी उठे। ए समस्ते शक्ति और द्रव्यर आदान प्रदान द्वारा संपर्कित। अनेक समय रे एमाने परस्पर उपरे मध्य निर्भर करिथांती। प्राणी उद्भिद और मनुष्यंकर परस्पर सहित तथा सेमानकर परिवेश सहित गढ़ी उठिथिबा निबिड़ संपर्क तथा निर्भरशीलतारू परिसंस्था सृष्टि हुए। सुतरां एक विस्तृत चिरहरित अरण्य चारणभूमि मरुभूमि पर्वत ह्रद नदी महासागर एपरिक एक क्षुद्र पुष्करिणी मध्य परिसंस्था गढ़ी उठिଥାଏ। तेणु परिसंस्थार अर्थ है जेकोसी परिवेश रे रहितिबा समस्त जीवों मध्य निर्भरशीलता तथा सेमानकर परिवेश अंतर्गत भौतिक और रासायनिक उपादान मध्य थिबा अंत संबंधरू परिसंस्था गढ़ी उठिଥାଏ। जेकोसी गोटे जगार आम जो विभिन्न जीवजंतु रोचु आमर परस्पर सहित जो संपर्क रही शक्तिर आदान प्रदान रही से परस्पर सहित जो निर्भरशीलता रही से ही गोटे परिसंस्था गढ़ी उठे। तेणु परिसंस्था हो पारे गोटे जंगल बा अरण्य चारणभूमि बा जोटा आमर पड़िया रोचे जो जगह आम गाई गोरु को चरैया नहीं था पर्वत भी गोटे हो पारे ह्रद हो पारे नदी हो पारे महासागर हो पारे एपरिक गोटे छोट पुष्करिणी बा छोट पोखरी बा छोट गड़िया भी गोटे परिसंस्था हो पारे। ये देख ये हूँ गोटे छोटिया पोखरीर परिसंस्था।